କୁହ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବଡ଼ ପାଟିରେ କୁହ ଜୟ ଜଗନ୍ନାଥ। ହଁ ଜୟ ଜଗନ୍ନାଥ। ତ ଇଏ ମଉସା ରାସ୍ତାରେ ଆସୁଥିଲେ ସାଇକେଲରେ ମୋତେ ଦେଖିକିରି ଭାରି ଭଲ ଲାଗିଲା ଆଙ୍କୁ ଦେଖିକିରି ଯେ ଏତେ ବୃଦ୍ଧ ବୟସରେ ମଧ୍ୟ ସେ ସାଇକେଲ ଚଲେଇକିରି ମୋ ପଛେ ପଛେ ପୁରା ଦୌଡ଼ିକି ଆସୁଥିଲେ। ତ ମୁଁ ଟିକେ ରାସ୍ତାରେ ରହିଗଲି, ରହିକିରି ଆଙ୍କ ସହିତ ଟିକେ ମଜାରେ ଟିକେ ଭିଡ଼ିଓ ବନେଇଲି। ମୁଁ ତାଙ୍କୁ ହିନ୍ଦୀରେ କହୁଛି, ସିଏ ମୋତେ ଓଡ଼ିଆରେ କହୁଛନ୍ତି। ସେଇଟା ଗୋଟେ ମଜାକ ଭିଡ଼ିଓ ଥିଲା, କିନ୍ତୁ ବହୁତ ଭଲ ଲାଗିଲା। ଏ ମଉସାଙ୍କର ଯେଉଁ 80 ବର୍ଷ ବୟସ, 80 ବର୍ଷ ହେଇଗଲା ନା, 80 ବର୍ଷ ବୟସରେ ମଧ୍ୟ ତାଙ୍କର ଯେଉଁ ମନୋବଳ କମିନି। ସିଏ ବର୍ତ୍ତମାନ ପ୍ରାୟ 7-8 କିଲୋମିଟର ଦୂରରୁ ସାଇକେଲ ଚଢ଼ିକିରି ଆସୁଥିଲେ। ଦେଖୁଥିବେ ସାଇକେଲ, ଏ ସାଇକେଲରେ ବଡ଼ ସ୍ପିଡ଼ରେ ଏକା ଆସୁଛନ୍ତି। ମୁଁ ଆଗରେ ସ୍କୁଟିରେ ଆସୁଛି, ସିଏ ମୋ ପଛେ ପଛେ ବଡ଼ ସ୍ପିଡ଼ରେ ଏକା ଆସୁଥିଲେ। ତ ମୁଁ ସେ ଲାଗି ଟିକେ ରହିଗଲି ମଉସା ସାଙ୍ଗରେ ଭିଡ଼ିଓ ବନେଇବା ପାଇଁ। ଆଉ ମଉସା ତୁମ ନାଁଟା କ'ଣ କହିଲ? ସୁରି କ'ଣ? ଆଚ୍ଛା, ହେଲେ କ'ଣ ଚାଷବାସ କାମ ଚାଲିଛି? ଏବେ ଆଉ କଷ୍ଟ କରିପାରିଲା। ପୁଅ ଝିଅ କେତେଟା? ପୁଅ ଗୋଟେ। ପୁଅ କ'ଣ କରୁଛି? କୁଲି ନାଲି କାମ। ଓହୋ, କୁଲି ନାଲି ଦେହ ଭଲ ଅଛି ତ? ଭଲ ଆଁ? ଭଲ ଅଛି। ଦେହ କିଛି ଅସୁବିଧା ନାହିଁ? ସବୁଦିନ ସାଇକେଲରେ ବୁଲାବୁଲି କରୁଛ? ଚାଷ ବାସ କାମ କରୁଛ? ଚାଷ ଆଉ କରିପାରୁନି ଆଜ୍ଞା। ବୟସ ହେଇଗଲା ନାଇଁ? ବଡ଼ ହେଇଗଲା ବୟସ। ଝିଅ କେତେଟା? କିଛି ନାହିଁ, ଗୋଟେ ଖାଲି ପୁଅ? ସିଏ ଚାଷ ବାସ କରୁଛି? କିଛି ନାହିଁ, କରୁନି। ସିଏ ଆଉ କ'ଣ କରୁଛି? କୁଲି ନାଲି କରୁଛି। କୁଲି ନାଲି କିଏ କ'ଣ ଦେଖିଲେ ସିଆଡ଼େ ଯିବାର। ହେଲେ ତମକୁ ଭଲ ଦେଖାଶୁଣା କରୁଛି ତ ପୁଅ? କରୁଛି ନା? ପୁଅ ବାହା ହେଲାଣି? ଓହୋ, କୁଆଡ଼େ ଗଲେ କୁଲି ନାଲି ଆଉ କିଛି ଜମି ନାହିଁ, ବାଡ଼ ନାହିଁ, କିଛି ନାହିଁ। ଓହୋ, ପିଲା ଜଣେ ଆସୁଛି, ବୁଢ଼ୀ ମୁଇ ବୋଉ ଖାଇକି କରିବା। ତ ଶୁଣିପାରୁଥିଲେ ମଉସାଙ୍କର କାହାଣୀ। 80 ବର୍ଷ ହେଇଗଲାଣି, ଗୋଟିଏ ପୁଅ। ଆଉ ସିଏ ବି ଏମିତି ଦିନ ମଜୁରିଆ ଖଟିକିରି ନିଜର ପରିବାରକୁ ଆଉ ବାପାକୁ ପୋଷୁଛି। ଯାହା ହଉ ଗୋଟେ ପୁଅ ହେଲେ ବାପାଙ୍କର ଦେଖାଶୁଣା କରୁଛି, ସେଇଟା ହେଲା ବଡ଼ କଥା। ଆଜିକାଲି ପୁଅ ବୋଉ କାହାକୁ ଆଜିକାଲି ପଚାରିବାଟା କଷ୍ଟ, କିନ୍ତୁ ପଚାରୁଛନ୍ତି। ଆଉ ସେମାନଙ୍କର ଭଲ ଥାଆନ୍ତୁ, ସେମାନେ ଭଗବାନ ତାଙ୍କୁ ମଙ୍ଗଳ ରଖିଥାନ୍ତୁ। ଯେହେତୁ ସେମାନେ ଭଲ ରହିଲେ ଏଇ ଯେଉଁ ବୁଢ଼ା ବାପାଟା ମଧ୍ୟ ଭଲ ରହିପାରିବ, ନାଇଁ କି? ଯାହା ହଉ, ତ ଆପଣମାନେ ଦେଖିପାରୁଥିଲେ, ବହୁତ ଖୁସି ଲାଗିଲା କଥାବାର୍ତ୍ତା ହେଇକି ତମ ସାଙ୍ଗରେ। ତ ଆଉ ଥରେ କହିବା ଜୟ ଜଗନ୍ନାଥ।